मेघमाଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣମାନଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ସମସ୍ତଙ୍କୁ ପୁନର୍ବାର ମୁଁ ସ୍ୱାଗତ କରୁଛି। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସବୁଦିନ ଆମେ ପ୍ରଭୁଙ୍କ ବାକ୍ୟରୁ ନୂଆ ନୂଆ ପ୍ରସଙ୍ଗରେ ଆମେ ଶିକ୍ଷା ଲାଭ କରୁଛୁ। ପ୍ରଭୁଙ୍କ ବାକ୍ୟ ଆମେ ଧ୍ୟାନ କରୁଛୁ। ଏହା ଆମ ପାଇଁ ଅତି ଆଶୀର୍ବାଦ ଆଉ ଅନୁଗ୍ରହର ବିଷୟ ଅଟେ ଯେ ସ୍ୱର୍ଗର ପରମେଶ୍ୱର ପ୍ରତିଦିନ ତାହାଙ୍କ ଜୀବନ୍ତ ବାକ୍ୟ ଦ୍ୱାରା ସେ ଆମ୍ଭମାନଙ୍କୁ ଉତ୍ସାହିତ କରୁଅଛନ୍ତି। ସେ ବ୍ୟକ୍ତିଗତ ଭାବରେ ଆମ୍ଭମାନଙ୍କୁ ସେ କଥା ହେଉଅଛନ୍ତି। ସେଥିପାଇଁ ତାହାଙ୍କ ନାମର ପ୍ରଶଂସା ହେଉ। ସବୁଦିନ ଭଳି ଆଜି ମଧ୍ୟ ଆମେ ପ୍ରଭୁଙ୍କ ବାକ୍ୟ ଠାରୁ ଆଉ ଗୋଟିଏ ନୂଆ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଉପବାସ କରିଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଉପବାସ କରିଥିଲେ। ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ସେ ଉପବାସ କରିଥିଲେ, ସେ ଉପବାସ କରିବାର ଚାରିଟି କାରଣ ମୁଁ ଆପଣମାନଙ୍କ ନିକଟରେ ଅଳ୍ପ ସମୟ ଭିତରେ ରଖିବା ପାଇଁ ଚାହେଁ। ଆପଣମାନେ ଯେ ଏହି ପ୍ରସଙ୍ଗରେ ଆପଣମାନଙ୍କର ଧାରଣା ନାହିଁ, ଏହି ପ୍ରସଙ୍ଗରେ ଯେ ଆପଣମାନେ ବାକ୍ୟ ଶୁଣି ନାହାନ୍ତି, ଜାଣି ନାହାନ୍ତି, ସେଥିପାଇଁ ମୁଁ ଏହି ଭିଡ଼ିଓ ପ୍ରସ୍ତୁତ କରୁନାହିଁ, ଏହି ପ୍ରସଙ୍ଗଟି ମୁଁ ପ୍ରସ୍ତୁତ କରୁନାହିଁ। ଆପଣମାନେ ଏହି ପ୍ରସଙ୍ଗରେ ସୁନିଶ୍ଚିତ ଅଟନ୍ତି। ଆପଣମାନଙ୍କର ସେହି ସରଳ ମନ, ଆପଣମାନଙ୍କର ସେହି ଶୁଦ୍ଧ ହୃଦୟକୁ ପୁନର୍ବାର ଉତ୍ତେଜିତ କରିବା ପାଇଁ, ଆପଣମାନଙ୍କୁ ସ୍ମରଣରେ ଆଣିଦେବା ପାଇଁ, ଆପଣମାନଙ୍କୁ ପ୍ରଭୁଙ୍କ ବାକ୍ୟରୁ କିଛି ଉତ୍ସାହିତ କରିବା ପାଇଁ ଏହି ପ୍ରସଙ୍ଗଟି ମୁଁ ପ୍ରସ୍ତୁତ କରୁଛି। ବାସ୍ତବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଉପବାସ କାହିଁକି ଆବଶ୍ୟକ ପଡ଼ିଲା, ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟ ଠାରୁ ଧ୍ୟାନ କରିବା। ଆମେ ସମସ୍ତେ ଜାଣୁ ଯେ ଜୁନସ୍ ଭବିଷ୍ୟତ ବକ୍ତାଙ୍କ ପୁସ୍ତକରେ ଲେଖାଯାଏ ଯେ ନିନିବେର ଲୋକମାନେ ଉପବାସ କଲେ। କାହିଁକି ଉପବାସ କଲେ? କାରଣ ନିନିବି ସଦାପ୍ରଭୁଙ୍କ ଦୃଷ୍ଟିରେ ଏକ ଦୁଷ୍ଟ ନଗର ଥିଲା, ପାପରେ ପରିପୂର୍ଣ୍ଣ ନଗର ଥିଲା। ଆଉ ନିନିବେର ଲୋକମାନେ ଉପବାସ କରି, ସେମାନେ କ୍ରନ୍ଦନ କରି, ମନ ପରିବର୍ତ୍ତନ କରି, ପାପକୁ ଛାଡ଼ି ପ୍ରଭୁଙ୍କ ନିକଟରେ ଫେରି ଆସିଲେ। ପ୍ରିୟ ଭାଇ ଭଉଣୀମାନେ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୌଣସି ପାପ କରିନଥିଲେ। ତାହାଙ୍କ ଠାରେ ପାପର ଲେଶ ମଧ୍ୟ ନଥିଲା। ଏହା ସାଧୁ ପାଉଲ ଲେଖନ୍ତି। ଯଦି ଆମେ ମଶାଙ୍କୁ ଦେଖୁ, ସିନୟ ପର୍ବତରେ ମଶା ଯେତେବେଳେ ପ୍ରଭୁଙ୍କ ଠାରୁ ଦୋଷ ଆଜ୍ଞା ଆଣିବା ପାଇଁ ଗଲେ, ସେହି ସମୟରେ ସେ 40 ଦିନ 40 ରାତ୍ରି ଉପବାସ କରିଥିଲେ, ଆଉ ଜଳ ମଧ୍ୟ ସେ ପାନ କରିନଥିଲେ। ଆଜି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କଥା ହେବା, ତାହାଙ୍କର ଉପବାସ ବିଷୟରେ କଥା ହେବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କ ଉପବାସ ଦ୍ୱାରା ସେ ମାନବ ସମାଜକୁ, ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ସେ କଣ କହିବା ପାଇଁ ଚାହାନ୍ତି। ବାସ୍ତବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଉପବାସର ଆବଶ୍ୟକ କାହିଁକି ପଡ଼ିଲା, ମୁଁ ଚାରିଟି କାରଣ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆସନ୍ତୁ ଆମେ ପ୍ରଭୁଙ୍କ ବାକ୍ୟରୁ ସିଧାସଳଖ ଆମେ ପାଠ କରୁ କରୁ ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢୁଥିବା। ମୋ ସହିତ ଆପଣମାନେ ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟରୁ ଗୋଟିଏ ଅଂଶ ପଢୁ ପଢୁ ଆମେ ଆଗକୁ ବଢିବା। 1 ଆଉ 2 ପଦ ମୁଁ ପଢିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, ସେତେବେଳେ ଯୀଶୁ ଶୈତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ। 2 ପଦ, ପୁଣି 40 ଦିନ ଓ 40 ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ। ଶେଷରେ କ୍ଷୁଧିତ ହେଲେ। ଏହି କଥାକୁ ଆମେ ଧ୍ୟାନ ଦେବାର ଆବଶ୍ୟକ ରହିଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଦିନେ ନୁହେଁ, 2 ଦିନ ନୁହେଁ, କିମ୍ବା ସପ୍ତାହ ନୁହେଁ, 2 ସପ୍ତାହ ନୁହେଁ, ସେ 40 ଦିନ 40 ରାତ୍ରି ସେ ଉପବାସ କରିଥିଲେ। ଆମେ ଏହି ସ୍ଥାନରେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ଷୁଧିତ ହେଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କେବଳ ପରମେଶ୍ୱର ନଥିଲେ, ପରମେଶ୍ୱର ସମ୍ପୂର୍ଣ୍ଣ ସେ ପରମେଶ୍ୱର ଥିଲେ, ଆଉ ସମ୍ପୂର୍ଣ୍ଣ ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ମଧ୍ୟ ଥିଲେ। 100% ପରମେଶ୍ୱର ଥିଲେ
ଏବଂ 100% ସେ ମନୁଷ୍ୟ ଥିଲେ। ଯଦି ଆମେ ଏହି ବାକ୍ୟ ପ୍ରତି ଧ୍ୟାନ ଦେବୁ ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କୁ କେବେ ଭୋକ ଲାଗେ ନାହିଁ। ଏ ସ୍ଥାନରେ ଲେଖାଯାଏ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶେଷରେ କ୍ଷୁଧିତ ହେଲେ। କିଏ କ୍ଷୁଧିତ ହୁଅନ୍ତି? ଜଣେ ମନୁଷ୍ୟ କ୍ଷୁଧିତ ହୁଅନ୍ତି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ସ୍ଥାନରେ ସେ ପରମେଶ୍ୱର ଭାବରେ ସେ ଉପବାସ କରିନଥିଲେ, ସେ ମନୁଷ୍ୟ ଭାବରେ ଉପବାସ କରିଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱୟଂ ପରମେଶ୍ୱର ଥିଲେ। ସେ 4 ଦିନର ମଡ଼ାକୁ ଉଠାଇଲେ, ପାଣି ଉପରେ ସେ ଚାଲିଲେ, ଅନେକ ଭୂତମାନଙ୍କୁ ଛଡ଼ାଇଲେ, କାରଣ ସେ ସ୍ୱୟଂ ପରମେଶ୍ୱର ଥିଲେ। ଆଉ ଆମେ ଏହି ସ୍ଥାନରେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶେଷରେ ସେ କ୍ଷୁଧିତ ହେଲେ। କାହିଁକି? ସମ୍ପୂର୍ଣ୍ଣ ଭାବରେ ସେ ମନୁଷ୍ୟ ଥିଲେ। ଆଉ ଯଦି ସେ ଉପବାସ କରୁଛନ୍ତି, ପରମେଶ୍ୱର ଭାବରେ ସେ ଉପବାସ କରୁନାହାନ୍ତି। କାହିଁକି? ପରମେଶ୍ୱରଙ୍କୁ ଭୋକ ଲାଗେ ନାହିଁ, ପରମେଶ୍ୱରଙ୍କୁ ସେ ଶୋଷ ଲାଗେ ନାହିଁ, କିମ୍ବା ପରମେଶ୍ୱରଙ୍କୁ ବାପ୍ତିସ୍ମର ଆବଶ୍ୟକ ନାହିଁ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାନବ ରୂପ ଧାରଣ କରି ଆସିଲେ। ପରମେଶ୍ୱରଙ୍କୁ ଉପବାସର ଆବଶ୍ୟକ ନାହିଁ, ବାପ୍ତିସ୍ମର ମଧ୍ୟ ଆବଶ୍ୟକ ନାହିଁ। ଯେହେତୁ ସେ ମନୁଷ୍ୟ ଭାବରେ ଆସିଲେ, ମାନବ ରୂପ ଧାରଣ କରି ଆସିଲେ, ଆଉ ସେ ମନୁଷ୍ୟ ଭାବରେ ଉପବାସ କଲେ। ଯଦି ଆପଣମାନେ ସେହି ମାଥି ପୁସ୍ତକ 11 ଅଧ୍ୟାୟକୁ ଆସିବେ, ମାଥି ପୁସ୍ତକ 11 ଅଧ୍ୟାୟ ମୁଁ ଆପଣମାନଙ୍କ ନିମନ୍ତେ 29 ପଦ ଏବଂ 30 ପଦ ପଢିବା ପାଇଁ ଚାହେଁ। 28 ଆଉ 29 ପଦ ପଢିବା ପାଇଁ ଚାହେଁ। ଲେଖାଯାଏ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। 29 ପଦ ଆମେ ଧ୍ୟାନ ସହିତ ଶୁଣିବା। ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃତ୍ୟୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ସ୍ଥାନରେ ଅତି ଗୁରୁତ୍ୱପୂର୍ଣ୍ଣ କଥା ସେ କହୁଛନ୍ତି 29 ପଦରେ ଯେ ମୋ ନିକଟରୁ ଶିଖ। ପ୍ରଭୁଙ୍କ ନାମର ଗୌରବ ହଉ। ଆମେ ଯେଉଁ ପରମେଶ୍ୱରଙ୍କ ସେବା କରୁଛୁ, ସେ କେବଳ କହିବା ପାଇଁ ଆସିନଥିଲେ। ଏ ଦୁନିଆରେ ଯେତେ ସବୁ ଗୁରୁମାନେ ଆସିଲେ, ମହାପୁରୁଷ ମାନେ ଆସିଲେ, ଶିକ୍ଷକ ମାନେ ଆସିଲେ, ସେମାନେ କେବଳ ଏମିତି କର ସେମିତି କର ବୋଲି କହିବା ପାଇଁ ଆସିଲେ, ଶିଖାଇବା ପାଇଁ ଆସିଲେ। ମାତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କେବଳ ଶିକ୍ଷା ଦେବା ପାଇଁ ଆସିନଥିଲେ, ସେ କରିକିନା ଦେଖାଇବା ପାଇଁ ଆସିଥିଲେ। ସେଥିପାଇଁ ସେ କାହିଁକି ଉପବାସ କଲେ? ପ୍ରଥମ ବିଷୟ ଆମେ ଦେଖୁଛୁ ଯେ ଆମ୍ଭମାନଙ୍କର ଆଦର୍ଶ ହେବା ନିମନ୍ତେ, ଆମ୍ଭମାନଙ୍କର ଗୁରୁ ଯାହା କରିନାହାନ୍ତି, ଶିଷ୍ୟମାନେ ତାହା କରିବା ଉଚିତ ନୁହେଁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଏହା ଜାଣି ରଖିବା ଯେ ଆମ ଜୀବନର କେନ୍ଦ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଆମର ଗୁରୁ, ଆମର ଆଦର୍ଶ ସେ ଅଟନ୍ତି। ଆଉ ଆମର ଆଦର୍ଶ ହେବା ନିମନ୍ତେ ମନୁଷ୍ୟ ଭାବରେ ପ୍ରଥମରେ ଆମେ ଦେଖୁଛୁ ଯେ ସେ ଉପବାସ କରିଥିଲେ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ସେହି ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟକୁ ଆସିବେ। 4 ଅଧ୍ୟାୟ 3 ଆଉ 4 ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଲେଖାଯାଏ, ଆଉ ପରୀକ୍ଷକ ବୋଲି କହିଲେ ଶୈତାନ। ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥର ଗୁଡାକ ରୋଟି ହେବା ପାଇଁ ଆଜ୍ଞା ଦିଅ। 4 ପଦରେ, କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ସେ ଉପବାସ କରୁଛନ୍ତି? ଏଦନ ଉଦ୍ୟାନରେ ଯେତେବେଳେ ହବା ଆଦମଙ୍କ ନିକଟରେ ଶୈତାନ ସର୍ପ ରୂପରେ ଆସୁଛି, ଆଉ ସେମାନଙ୍କୁ କହୁଛି ଯେ ଖାଇବା ବିଷୟରେ ହିଁ ସେମାନଙ୍କୁ କହୁଛି। ଯେଉଁ ଶୈତାନ ହବା ଆଉ ଆଦମଙ୍କୁ ଏହି ଖାଦ୍ୟର ପ୍ରଲୋଭନରେ ପରାଜୟ କରିଥିଲା, ସେହି ଶୈତାନକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରାଜୟ କରିବା ପାଇଁ, ଯେଉଁ ଶୈତାନ ହବା ଓ ଆଦମକୁ ଖାଇବାର ଲୋଭରେ ପକାଇ ସେ ପ୍ରଭୁଙ୍କ ଠାରୁ ଦୂରକୁ କରିଦେଇଥିଲା, ଅର୍ଥାତ୍ ଶୈତାନ ହବା ଓ ଆଦମକୁ ସେ କଣ କରିଥିଲା? ପରାଜୟ କରିଥିଲା। ସେହି ଶୈତାନକୁ ସେ ବାକ୍ୟ ଦେଇ ଆଉ ତାହାଙ୍କର ସମର୍ପଣର ଜୀବନ ସହିତ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ସେହି ଶୈତାନ ଉପରେ ଜୟଲାଭ କରିବା ପାଇଁ, ଅର୍ଥାତ୍
ଏହି ଉପବାସ ଦ୍ୱାରା ଦ୍ୱିତୀୟ ବିଷୟ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଥିପାଇଁ ଉପବାସ କଲେ ଯେ ତୁମେ କୌଣସି ପରିସ୍ଥିତିରେ ଥିଲେ ମଧ୍ୟ ତୁମେ ପ୍ରଭୁଙ୍କର ବାକ୍ୟ ମାନିପାରିବ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ 40 ଦିନ 40 ରାତ୍ରି ଉପବାସ ଥିଲେ, ସେ କିଛି ଭୋଜନ କଲେ ନାହିଁ। ଜଣେ 40 ଦିନ ଭୋକରେ ଥିବା ବ୍ୟକ୍ତି ଏତେ ଯେ ହାଲିଆ ଲାଗେ, ଏତେ ଦୁର୍ବଳ ଲାଗେ, ଏହିପରି ପରିସ୍ଥିତିରେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କର ବାକ୍ୟ ପ୍ରତି ସେ ମନୋଯୋଗୀ ଅଟନ୍ତି। ବାକ୍ୟକୁ ହୃଦୟର ମୁଖ୍ୟ ସ୍ଥାନରେ ସେ ରଖୁଛନ୍ତି, ବାକ୍ୟକୁ ନିଜ ଜୀବନର କେନ୍ଦ୍ର ଭାବରେ ସେ ରଖୁଛନ୍ତି, ପରମେଶ୍ୱରଙ୍କ ବାକ୍ୟକୁ ସେ ପ୍ରାଧାନ୍ୟ ଦେଉଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଏଥିପାଇଁ ସେ ଉପବାସ କଲେ ଯେ ତୁମେ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ପ୍ରଭୁଙ୍କର ବାକ୍ୟ ମାନିବାକୁ ପଡ଼ିବ। ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ ନିଜ ଜୀବନକୁ ଅତିବାହିତ କରିବା ପାଇଁ ପଡ଼ିବ। ଏହି କଥା ଘୋଷଣା କରିବା ପାଇଁ, ଏହା ପ୍ରକାଶ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉପବାସ କରିଥିଲେ। ହବା କୌଣସି ଭୋକରେ ନଥିଲେ, ସେ 40 ଦିନ 40 ରାତ୍ରି ଉପବାସ କରି ସେ ଭୋକରେ ନଥିଲେ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ 40 ଦିନ 40 ରାତ୍ରି ସେ ଉପବାସ କରି ଶେଷରେ କ୍ଷୁଧିତ ଅବସ୍ଥାରେ ଶୈତାନ ତାଙ୍କୁ କହୁଛି, ତୁମେ ଯେବେ ଈଶ୍ୱରଙ୍କ ପୁତ୍ର, ତୁମେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ, ଅର୍ଥାତ୍ ଏହି ପଥରକୁ ରୁଟି କରି ତୁମେ ଭୋଜନ କର। ସେ କରିପାରିଥାନ୍ତେ। ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ 5ଟି ରୁଟି 2ଟି ମାଛକୁ 5000 ଲୋକଙ୍କୁ ଖୁଆଇଥିଲେ, ସେ କି ସେଇ ରୁଟି ସେ କରିପାରିନଥାନ୍ତେ? ସେ କି ଭୋଜନ କରିପାରିନଥାନ୍ତେ? ନିଶ୍ଚିତ ଭାବରେ କରିଥାନ୍ତେ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜ ନିମନ୍ତେ, ନିଜର ରାଜ୍ୟ ସ୍ଥାପନ କରିବା ପାଇଁ, ନିଜ ପେଟ ପାଇଁ, ନିଜର ମର୍ଯ୍ୟାଦା ସମ୍ମାନ ପାଇଁ ସେଇ ଜଗତକୁ ଆସିନଥିଲେ। ସେ ଅନ୍ୟମାନଙ୍କ ପ୍ରତି ଧ୍ୟାନ ଦେବା ପାଇଁ, ଅନ୍ୟମାନଙ୍କର ସେବା କରିବା ପାଇଁ, ଅନେକଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବା ପାଇଁ ଏ ପୃଥିବୀକୁ ଆସିଥିଲେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ଏହା ଆମେ ମନେ ରଖିବା। ଦ୍ୱିତୀୟରେ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉପବାସ ଦ୍ୱାରା ଏହା ସେ ଘୋଷଣା କରନ୍ତି ଯେ ତୁମେ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ପ୍ରଭୁଙ୍କ ବାକ୍ୟ ମାନିପାରିବ। କାହିଁକି? ମୁଁ ସେ ବାକ୍ୟକୁ ମାନିଛି, ସେ ବାକ୍ୟର ଅନୁସରଣ କରିଛି। ଆପଣମାନଙ୍କୁ ମୁଁ ତୃତୀୟ ବିଷୟ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଉପବାସ କରିଥିଲେ। ତୃତୀୟ ବିଷୟ ଆପଣମାନେ ମୋ ସହିତ ଦେଖିପାରିବେ, ସେହି ମାଥିଉ ଲିଖିତ ସୁସମାଚାର 4 ଅଧ୍ୟାୟ 10 ପଦରେ ଲେଖାଯାଏ, ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହୋ ଶୈତାନ, କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ଲେଖାଯାଏ, ଯଦି ଆପଣମାନେ ସେହି 7 ପଦ ପଢିବେ, ଯୀଶୁ ତାହାକୁ କହିଲେ, ଶୈତାନକୁ କହିଲେ। କେତେବେଳେ କହିଲେ? ଜେରୁସାଲେମ ମନ୍ଦିରରେ ଠିଆ କରି ଶୈତାନ କହୁଛି, ତୁମେ ଏଠିରୁ ଡେଇଁ ପଡ, ବାକ୍ୟରେ ଲେଖା ଅଛି, ସ୍ୱର୍ଗର ଦୂତମାନେ ତୁମକୁ ତଳି ଧରିବେ। ଏହା ସେ ଗୀତ ସଂହିତା 91 ଗୀତର ବାକ୍ୟକୁ ସେ କୋଟ କରୁଛି, କହୁଛି। ମାତ୍ର ବାକ୍ୟ ଦେଖାଇ କହିଲା ବେଳେ, ବାକ୍ୟ ଦେଖାଇ ଭ୍ରାନ୍ତ କରିବି ବୋଲି ଶୈତାନ ଚେଷ୍ଟା କଲା ବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କହୁଛନ୍ତି 7 ପଦରେ, ଯୀଶୁ ତାହାକୁ କହିଲେ, ଆହୁରି ଲେଖା ଅଛି। ଆଜି ଅନେକ ଲୋକ ଲେଖା ଥିବା ବିଷୟକୁ ଦେଖି ଭ୍ରାନ୍ତ ହେଇଗଲେ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଅଲେଖ ନୁହନ୍ତି, କେବଳ ସେ ଲେଖା ଥିବା ପ୍ରଭୁ ନୁହନ୍ତି, ସେ ଆହୁରି ଲେଖା ଥିବା ପରମେଶ୍ୱର ଅଟନ୍ତି। ଆଜି ଅନେକ ଲୋକ ଲେଖାକୁ ଦେଖନ୍ତି। ଲେଖା ଦାଉଦଙ୍କ ବିଷୟରେ ତ ଲେଖା ଅଛି, ସେ ତ ଅନେକ ସ୍ତ୍ରୀ ରଖିଥିଲେ। ସଲୋମନଙ୍କ ବିଷୟରେ ଲେଖା ଅଛି, ସେ ତ ଅନେକ ସ୍ତ୍ରୀ ରଖିଥିଲେ। ସେ ତ ରାଜା ହେଲେ ମଧ୍ୟ ପାପ କଲେ। ଆଦମ ତ ପରମେଶ୍ୱରଙ୍କ ସାଦୃଶ୍ୟର ସୃଷ୍ଟି ହେଇଥିଲେ, ମାତ୍ର ସେ ପାପ କଲେ। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ଦାଉଦଙ୍କୁ ଦେଖି ଚାଲିବାର ନାହିଁ, ଆମକୁ ଆଦମଙ୍କୁ ଦେଖି ଚାଲିବାର ନାହିଁ, ଆମେ ନୋହଙ୍କୁ ଦେଖି ଚାଲିବାର ନାହିଁ, ଆମେ ସାମସନଙ୍କୁ ଦେଖି ଚାଲିବାର ନାହିଁ, ଆମେ ଯୀଶୁଙ୍କୁ ଦେଖି ଆମେ ଚାଲିବାର ଆବଶ୍ୟକ ରହିଛି। ଆଉ ଯୀଶୁ ହେଉଛନ୍ତି ଆମର ବିଶ୍ୱାସର ନେତା, ସେ ଆମର ସିଦ୍ଧିଦାତା ପରମେଶ୍ୱର ଅଟନ୍ତି। ଆମେ ତାହାଙ୍କୁ ଦେଖି ଆମେ ତାଙ୍କର ପଦ ଚିହ୍ନ ଦେଇଯିବା। ପ୍ରଭୁଙ୍କ ନାମର ସ୍ତୁତି ହେଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଏହି ଉପବାସ ଦ୍ୱାରା ସେ ତୃତୀୟ ବିଷୟ ସେ କହିବା ପାଇଁ ଚାହାନ୍ତି ଯେ ତୁମ୍ଭେ ଲେଖା ଥିବା ବିଶ୍ୱାସୀ ହେଲେ ହେବ ନାହିଁ, ଆହୁରି ଲେଖା ଥିବା ବିଶ୍ୱାସୀ ହେବାର ଅଛି, ଆହୁରି ଲେଖା ଥିବା ବ୍ୟକ୍ତି ତୁମେ ହେବାର ଆବଶ୍ୟକ ରହିଛି। ଏହା କହିବା ପାଇଁ ସେ ଉପବାସ କରିଥିଲେ। ପ୍ରିୟ ଭାଇ ଭଉଣୀ ମାନେ,
ମୁଁ ଆପଣମାନଙ୍କୁ ଶେଷ କଥା କହିବା ପାଇଁ ଚାହେଁ। ଶେଷ କଥା, ଯଦି ଆପଣମାନେ ସେଇ 4 ଅଧ୍ୟାୟ 11 ପଦରେ ଦେଖିବେ, ଏଥିରେ ଶୈତାନ ତାହାଙ୍କୁ ଛାଡ଼ି ଚାଲିଗଲା। କାହାକୁ ଛାଡ଼ି ଚାଲିଗଲା? ଯୀଶୁଙ୍କୁ ଛାଡ଼ି ଚାଲିଗଲା। ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ଯଦି 17 ପଦ ପଢିବେ, ସେହି ସମୟ ଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ପରମେଶ୍ୱର ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କର ଉପବାସ ଦ୍ୱାରା ସେ ମାନବ ସମାଜକୁ, ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ, ସେବକ ମାନଙ୍କୁ ସେ ଏହା କହିବା ପାଇଁ ଚାହାନ୍ତି ଯେ ଜଣେ ସେବା କାର୍ଯ୍ୟକୁ ଯିବା ପୂର୍ବରୁ, ସେବା କାର୍ଯ୍ୟରେ ଆଗକୁ ବଢୁଥିବା ସମୟରେ ଜଣେ ସେବକ, ଜଣେ ପ୍ରଚାରକ, ଜଣେ ଶିକ୍ଷକର ଯେ କେତେ ସମର୍ପଣର ଜୀବନ ଆବଶ୍ୟକ, ଉପବାସର ଆବଶ୍ୟକ, ନିଜ ଜୀବନକୁ ପରିତ୍ୟାଗ କରିବାର ଆବଶ୍ୟକ, ଏହା ସେ କହିବା ପାଇଁ ଉପବାସ କଲେ। ଲେଖାଯାଏ ଯେ ଉପବାସ ସହିତ, ପ୍ରାର୍ଥନା ସହିତ ସେ କଣ କରୁଛନ୍ତି? ଶୈତାନକୁ ସେ ପରାଜୟ କରୁଛନ୍ତି। ତାଙ୍କୁ ଛାଡ଼ି ଚାଲି ଯାଉଛି ଶୈତାନ। ତାପରେ ସେ ସେବା କାର୍ଯ୍ୟ ଆରମ୍ଭ କରୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ସେବା କାର୍ଯ୍ୟ କରୁଥିବା ସମୟରେ ଶୈତାନ ହେଇପାରେ ଆମ ଜୀବନରେ ଅନେକ ପ୍ରତିବନ୍ଧକ ଆଣିପାରେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଶୈତାନ ଯଦି ପରୀକ୍ଷା କଲା, ଆମକୁ ମଧ୍ୟ ସେ ପରୀକ୍ଷା କରିବ, ଆମକୁ ଅନେକ ଷଡ଼ଯନ୍ତ୍ର ଗୁଡ଼ିକ କରିବ। ମାତ୍ର ଆମେ ପରମେଶ୍ୱରଙ୍କ ବାକ୍ୟରେ ଆମେ ଠିଆ ହେବାର ଆବଶ୍ୟକ ରହିଛି। ଆମେ ଶୈତାନକୁ ଏକ ଏକ କରି କହିବାର ଅଛି, ତାହାକୁ ଆମେ ଜବାବ ଦେବାର ଅଛି ଯେ ଆହୁରି ଲେଖା ଅଛି, ଶୈତାନ ତୋତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହରାଇଛନ୍ତି। ଏହି ପ୍ରକାର ଜବାବ ତାକୁ ଦେବାର ଆବଶ୍ୟକ ରହିଛି। ଏବଂ ଯେତେବେଳେ ଶୈତାନ ପରାଜୟ ହେବ, ଆମର ସେବା କାର୍ଯ୍ୟରେ ଆମେ ସଫଳ ହେବା, ଏହା କହିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉପବାସ କରିଥିଲେ। ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ଦ୍ୱାରା ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।